ଆନନ୍ଦ ଆଉ ଆଦର୍ଶ ଭଲ ହେଇଯିବେ। ହଁ ଦର୍ଶକ ବନ୍ଧୁ, ରୂପସା କହିବେ ଏଠି କ'ଣ ଚାଲିଛି? ହଁ, ତୁ ମୋତେ ପ୍ରମିସ୍ କରିଥିଲୁ ଆଦର୍ଶ ଭଲ ହେବା ଖବର ଶୁଣିବା ମାତ୍ରେ ତୁ ଏଠି ଚାଲିଯିବୁ। ତୁ କାହିଁକି ଆଉ ଲେଟ୍ କରୁଛୁ? ଚୁପଚାପ୍ ତୋ ଲଗେଜ ପ୍ୟାକ୍ କରି ଶୀଘ୍ର ଚାଲିଯା ଏଠୁ। ଏହାପରେ ପଲ୍ଲବୀ କହିବେ ଯେତେବେଳେ ଆଦର୍ଶଙ୍କର ସେନ୍ସ ଆସିବ ଆଉ ଡକ୍ଟର ଆଉଟ୍ ଅଫ୍ ଡେଞ୍ଜର କହିବେ ସେତେବେଳେ ମୁଁ ଯାଇ ଏଠୁ ଚାଲିଯିବି। ଭଲରେ ମନେ ପକା। ତାପରେ ରୂପସା କହିବେ ଠିକ୍ କହିଛୁ ତୁ। ତାହେଲେ କାଲି ଏଠୁ ଚାଲିଯିବୁ, କାରଣ କାଲି ଆଦର୍ଶଙ୍କର ସେନ୍ସ ଆସିବ। ଆଉ ଥରେ ଆଦର୍ଶ ସେନ୍ସ ଆସି ସାରିଲା ପରେ ହି ଇଜ୍ ଆଉଟ୍ ଅଫ୍ ଡେଞ୍ଜର। ତାପରେ ତୁ ୟୁକେ ନହେଲେ ୟୁଏସ୍ ଯୁଆଡ଼େ ଯାଉଛୁ ଯା, ମୋର କିଛି କହିବାର ନାହିଁ। ଆଦର୍ଶଙ୍କର ଶେଷ ଆସିବା ପରେ ତୁ ଆଉ ଗୋଟେ ମୁହୂର୍ତ୍ତ ଏଠି ରହ, ସେ କଥା ମୁଁ ଚାହୁଁନି। ତୋ ଲଗେଜ ପ୍ୟାକ୍ କର। ତୁ ବାହାରେ କେମିତି ରହିବୁ ସେ ବ୍ୟବସ୍ଥା ମୁଁ କରିଦେବି। ସେଠି ତୋତେ ଗୋଟେ ଭଲ ଜବ୍ ମିଳିବ। ଜଷ୍ଟ ଗୋ। ଆଦର୍ଶର ଦେଖାଶୁଣା କରିବା ପାଇଁ ମୁଁ ଏଠି ଅଛି। ଘରକୁ ଚାଲିଯା। କାଲି ଏଠିକି ଆସିଲା ବେଳକୁ ତୋ ଲଗେଜ ବି ନେଇକି ଆସିବୁ। ଗୋଟେ କଥା କାନ ଖୋଲି ଶୁଣିନେ, କାଲି ତୁ ହସ୍ପିଟାଲରୁ ଘରକୁ ଯିବୁନି, ସିଧା ଏଠୁ ଏୟାରପୋର୍ଟ ଚାଲିଯିବୁ। ଏହାପରେ ପଲ୍ଲବୀ କହିବେ ନାଇଁ, ମୁଁ କାଲି ଏୟାରପୋର୍ଟ ଯିବିନି, ମୁଁ ଏଇଠି ଆଉ ଗୋଟେ ଦିନ ରହିବି। ତାପରେ ରୂପସା କହିବେ ହେଁ, ଆଉ ଗୋଟେ ଦିନ ରହିବୁ ମାନେ? ମୋତେ ତ ଉଦ୍ଦେଶ୍ୟ କିଛି ଠିକ୍ ଲାଗୁନି। ମୋତେ ତ ଆରମ୍ଭରୁ ଲାଗୁଥିଲା ତୁ କିଛି ନା କିଛି ଗୋଟେ ଗଡ଼ବଡ଼ କରିବୁ, ଚାଲିବୁନି। ଭୁଲି ଯାନି ତୁ ମୋତେ ଆଗରେ କ'ଣ ପ୍ରମିସ୍ କରିଥିଲୁ? ତୁ କହିଥିଲୁ ତ କଥା ନିଶ୍ଚୟ ରଖିବୁ, କହିଥିଲୁ ନା ନାଇଁ କହ? ତାପରେ ପଲ୍ଲବୀ କହିବେ ତୁ ଡରନି ରୂପସା, ମୁଁ ତୋତେ ଯାହା କହିଥିଲି ମୁଁ କଥା ନିଶ୍ଚୟ ରଖିବି। ମୁଁ ନିଜେ ଚାହୁଁଛି ଆଦର୍ଶ ପାଖରୁ ମୁଁ ଏତେ ଦୂରକୁ ଚାଲିଯିବି ଯେ ଯେଉଁଠୁ ଚାହିଁଲେ ବି ମୁଁ ସହଜରେ ଆସିପାରିବିନି। ତାହେଲେ ଯାଇ ତାଙ୍କ ବିନା ବଞ୍ଚିବା ବହୁତ ସହଜ ହୋଇଯିବ। ମୁଁ ଆଦର୍ଶଠାରୁ ଯେତେ ଦୂରରେ ରହିବି ମୋ ପାଇଁ ଆଦର୍ଶ ଭୁଲିବା ଏତେ ସହଜ ହୋଇଯିବ। ତ ଦର୍ଶକ ବନ୍ଧୁ, ସତରେ କ'ଣ ପଲ୍ଲବୀ ଏୟାରପୋର୍ଟ ଛାଡ଼ି ଚାଲିଯିବେ? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବେ ଜଣାନ୍ତୁ।